କରୁଛନ୍ତି ମତେ ନା ମୁଁ ଅଳିଆ ନୁହେଁ କଣ ଲେଖା ଅଛି ମୁଁ ପ୍ଲାଷ୍ଟିକ ଦାନବ ମୁଁ କେମିତି ବନେଇଲି ତାହେଲେ ଆପଣ ମାନଙ୍କ ବ୍ୟବହାର ଦ୍ୱାରା ହିଁ ମୁଁ ବନିଛି ଆପଣ ମାନେ ପ୍ଲାଷ୍ଟିକ ପଲିଥିନ୍ ବ୍ୟବହାର କରୁଛନ୍ତି ନା ନାଇଁ ଅଧିକ ମାତ୍ରାରେ ଆପଣ ମାନେ କଣ କରୁଛନ୍ତି ଖାଦ୍ୟରେ ବି ପଲିଥିନ୍ ବ୍ୟବହାର କରୁଛନ୍ତି ପାଣି ପିଇବାରେ ପ୍ଲାଷ୍ଟିକ ବୋତଲ ବି ବ୍ୟବହାର କରୁଛନ୍ତି ଦୋକାନକୁ ଯାଉଛନ୍ତି ଗ୍ରୋସରୀ ଆଇଟମ କିଣୁଛନ୍ତି ସେଥିରେ ବି ପଲିଥିନ୍ କୁ ଖୋଜୁଛନ୍ତି ଯେକୌଣସି ଜାଗାକୁ ଗଲେ ବି ଆପଣ ମାନେ ପ୍ଲାଷ୍ଟିକ ପଲିଥିନ୍ ହିଁ ବ୍ୟବହାର କରୁଛନ୍ତି ଆପଣ ମାନେ ଯଦି ଏମିତି ପ୍ଲାଷ୍ଟିକ ପଲିଥିନ୍ ବ୍ୟବହାର କରିବେ ମୋ ଭଳିଆ ଏମିତି ଅସଂଖ୍ୟ ଘୁରି ବୁଲିବେ କାରଣ ଯେତେ ମାତ୍ରାରେ ଆପଣ ମାନେ ପ୍ଲାଷ୍ଟିକ ପଲିଥିନ୍ ବ୍ୟବହାର କରିବେ ଆମ ବାୟୁମଣ୍ଡଳ ଦୂଷିତ ହବ ବାୟୁମଣ୍ଡଳ ଦୂଷିତ ହେଲେ କଣ ହବ ଆପଣ ଜାଣିବେ ଅଲଗା ଷ୍ଟେଟ୍ ମାନଙ୍କରେ ନିଶ୍ୱାସ ପ୍ରଶ୍ୱାସ ଲୋକ ନେବା ପାଇଁ ପ୍ରୋବ୍ଲେମ ହଉଛି ତ ଆପଣ ମାନେ ନିଶ୍ୱାସ ପ୍ରଶ୍ୱାସ ପଲିଥିନ୍ ପଶିଲେ ମାନେ ଆପଣ ମାନେ କଣ ରୋଗାକ୍ରାନ୍ତ ହେବେ ତାପରେ ମୃତ୍ୟୁ ମୁଖରେ ପଡ଼ିବେ ଆପଣ ମାନେ ମୃତ୍ୟୁ ମୁଖରେ ପଡ଼ିଲା ପରେ ଆପଣ ମରିଗଲା ପରେ ମୋର ଭଳିଆ ଅସଂଖ୍ୟ ଲୋକ ଘୁରି ବୁଲିବେ ଖାଲି ମନୁଷ୍ୟ ମାନେ ଆଉ ନଥିବେ ମୋର ଭଳିଆ ଦାନବ ମାନେ ହିଁ ଥିବେ ପଲିଥିନ୍ ପ୍ଲାଷ୍ଟିକ ଗଦା ଗଦା ମାନେ କଣ ସାମ୍ରାଜ୍ୟ ସାରା ଗଦା ଗଦା ପ୍ଲାଷ୍ଟିକ ପଲିଥିନ୍ ହିଁ ମିଳିବ ତ ଆପଣ ମାନେ ପ୍ଲାଷ୍ଟିକ ପଲିଥିନ୍ ବ୍ୟବହାର କରିବେ ନା କରିବେ ନାହିଁ ତେଣୁ ଆପଣ ମାନେ ବୁଝିପାରିଲେ ମୁଁ ଯଦି ଆପଣ ମାନେ ଯେତେ ମାତ୍ରାରେ ବ୍ୟବହାର କରିବେ ମୁଁ ସେତେ ମାତ୍ରାରେ ବଢି ବଢି ଚାଲିବି ତ ଆପଣ ମାନଙ୍କୁ ରିକ୍ୱେଷ୍ଟ ଆପଣ ମାନେ ପଲିଥିନ୍ ପ୍ଲାଷ୍ଟିକକୁ ବ୍ୟବହାର କମାନ୍ତୁ ଆଉ କପଡ଼ା ବ୍ୟାଗ୍ ବା ବିଏମସି ଯୋଉଟାକୁ ଆଲାଉ କରୁଛି ସେଇଟାକୁ ବ୍ୟବହାର କରନ୍ତୁ ତ ପ୍ଲାଷ୍ଟିକ ପଲିଥିନ୍ ବ୍ୟବହାର କରିବେ ନା କରିବେନି ସମସ୍ତେ କୋଅପରେଟ୍ କରନ୍ତୁ ଭୁବନେଶ୍ୱରକୁ ସ୍ୱଚ୍ଛ ରଖନ୍ତୁ ଠିକ ଅଛି ଧନ୍ୟବାଦ।